କହଁରଙ୍କ ପରିବାର ଆକାଶ ଦେଖା ପୁଆଳ ତଳେ ବିତୁଛି ଜୀବନ, ଫେଲ୍ ମାରିଛି ଆବାସ ଯୋଜନା। ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗା ବ୍ଲକ କୁଆରୀମାଣ୍ଡୁ ପଞ୍ଚାୟତ ଗ୍ଲୋଟ ଗ୍ରାମର ଦୀର୍ଘ ବର୍ଷ ରହି ଆସିଛନ୍ତି ଦିନ କହଁରଙ୍କ ପରିବାର କହିବା ମୁତାବକ ଗତ ଲଗାଣ ବର୍ଷାରେ ଘର କାନ୍ଥ ଭୁଷୁଣି ଯାଇଥିବାରୁ ସରକାର ତରଫରୁ ଖଣ୍ଡିଏ ଜରିପାଲ ମଧ୍ୟ ଏଯାଏଁ ମିଳିପାରିନାହିଁ। ସେପଟେ ସରକାରଙ୍କ ତରଫରୁ ଆବାସ ଗୃହ ସ୍ୱପ୍ନ ହୋଇଛି। ବର୍ଷ ବର୍ଷ ଧରି ପରିବାର 5 ଜଣ ସଦସ୍ୟ ଏହି ଭଙ୍ଗାରୁଜା ଜରିପାଲ ତଳେ ବିତୁଛି ଜୀବନ, ଫେଲ୍ ମାରିଛି ସରକାରଙ୍କ ଯୋଜନା। ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ସଠିକ୍ ପରିବାର ମିଳୁନଥିବା ଏହି ଦୃଶ୍ୟ ଦେଖି ବୁଝିପାରୁଥିବେ। ଦିନେ ନୁହେଁ, ମାସେ ନୁହେଁ, ଅନେକ ବର୍ଷରୁ ଏହି ଭଙ୍ଗା ଜରିପାଲ ତଳେ ବିତୁଛି ଏମାନଙ୍କ ଜୀବନ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଦିନ କହଁର। ବର୍ତ୍ତମାନ ବର୍ଷା ଦିନ ଆସିଯାଇଛି, ଭୟରେ ପରିବାର ରାତିରେ ନିଦ ନାହିଁ। ଘର ଖଣ୍ଡିଏ ପାଇବା ପାଇଁ ବା ଘର କାନ୍ଥ ଫାଟି ଯାଇଥିବାରୁ ଭୟରେ ପରିବାର ବହୁ କଷ୍ଟ ଦୁଃଖରେ ରହୁଅଛନ୍ତି, ବସବାସ କରୁଛନ୍ତି। ସରକାରଙ୍କ ଯୋଜନା ମାଧ୍ୟମରେ ଗରିବ ପରିବାର ଦୁଃଖ ଶୁଣି ଆବାସ ଗୃହ ଯୋଗାଇ ଦେବା ପାଇଁ ପରିବାର ତରଫରୁ ଦାବି ହୋଇଛି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଆକର୍ଷଣ କରିବା ସହ ଦିନ କହଁରଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଦିନ କହଁର ହେଲା ନା 8-9 ବର୍ଷ ହେଲେନ ଏଇ ଜାଗାରେ ରହିକିରି ଆଉ ସରକାର ବି ଘର ସରକାରୀଟା ବି ଘର ପାଇପାରୁନାହିଁ। ଆଉ ସରପଞ୍ଚ ମାନଙ୍କୁ କହିଲେ ବି ସେମାନେ ଗ୍ରହଣ କରୁନାହିଁ କି ମୋର ଘର ଲାଗି ଚିନ୍ତା କରିଦେଉନାହିଁ ସେମାନେ। ଆଚ୍ଛା, ହେଲେ ଏବେ ଘର ଭାଙ୍ଗିକି ଯାଇଥିଲ? ହଁ ଆଜ୍ଞା, ମୁଁ ଯାଇଥିଲି ଆର୍ଆଇ ପାଖକୁ ଗଲି। ସେ ଆର୍ଆଇ କହିଲା ଯେ ନାଇଁ ବ୍ଲକକୁ ଯାଅ ବୋଲି କହିଲେ। ଆଚ୍ଛା ଆଚ୍ଛା, ହେଲେ ଘର ପାଇଁ କେତେ ଥର ଆପ୍ଲାଏ କରିଥିଲ? କେତେ ଥର ବି ଏମିତି ଆପ୍ଲାଏ କରିଛି ଆଜ୍ଞା, ସରପଞ୍ଚକୁ ବି କହିଛି, ତାପରେ ୱାର୍ଡ ମେମ୍ବରକୁ ବି କହିଛି, ସେମାନେ ମୋର କଥା। ଆଚ୍ଛା, ଏଠି କେତେ ଜଣ ରହୁଛ ଘରେ? 5 ଜଣ। 5 ଜଣ ନା? କ'ଣ କ'ଣ? ମୋର ଦିନ କହଁର, ଆଉ ଜେମା ଦେଇ କହଁର, ଆଉ ରୁଦ୍ମା କହଁର, ମାମିତା କହଁର, ଜାନକୀ କହଁର। ହେଲେ ସମସ୍ତେ କୁଆଡ଼େ ଯାଇଛନ୍ତି? ନାଇଁ ସେ ସ୍କୁଲରେ ଅଛନ୍ତି, ହଷ୍ଟେଲ। ଆଚ୍ଛା ଆଚ୍ଛା।